ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ଚିନାବାଦାମ ଖାଇବା ଦ୍ୱାରା କ'ଣ ଶୀଘ୍ର ବଢ଼ିଥାଏ? ଚାଲନ୍ତୁ ଦେଖିନେବା ଏହାର ଅପସନ୍ ଗୁଡ଼ିକ। ଅପସନ୍ ଏ ଉଚ୍ଚତା, ଅପସନ୍ ବି ସ୍ମୃତିଶକ୍ତି, ଅପସନ୍ ସି ଓଜନ, ଅପସନ୍ ଡି ହାଡ଼। ପ୍ରତ୍ୟେକ ପ୍ରଶ୍ନରେ ଆପଣଙ୍କୁ 5 ସେକେଣ୍ଡର ସମୟ ମିଳିବ। ଯଦି ଆପଣ କୌଣସି ଉତ୍ତର ଜାଣିଥିବେ ତେବେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଏହାର ଉତ୍ତରଟି ହେଉଛି ଅପସନ୍ ବି ସ୍ମୃତିଶକ୍ତି। ଆଜିର ଦ୍ୱିତୀୟ ପ୍ରଶ୍ନଟି ହେଉଛି କୃତ୍ରିମ ଉପାୟରେ ଫଳକୁ ପଚେଇବା ପାଇଁ କେଉଁ ଗ୍ୟାସ୍ ବ୍ୟବହାର କରାଯାଏ? ଅପସନ୍ ଏ ଅକ୍ସିଜେନ୍ ଗ୍ୟାସ୍, ଅପସନ୍ ବି ନାଇଟ୍ରୋଜେନ୍ ଗ୍ୟାସ୍, ଅପସନ୍ ସି ଏସିଟିଲିନ୍ ଗ୍ୟାସ୍, ଅପସନ୍ ଡି ହାଇଡ୍ରୋଜେନ୍ ଗ୍ୟାସ୍। ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଏହାର ଉତ୍ତରଟି ହେଉଛି ଅପସନ୍ ସି ଏସିଟିଲିନ୍ ଗ୍ୟାସ୍। ଆଜିର ତୃତୀୟ ପ୍ରଶ୍ନଟି ହେଉଛି ସୁନ୍ଦରତା ବଢ଼ିବା ପାଇଁ କେଉଁ ଫଳ ଖାଇବା ଉଚିତ? ଅପସନ୍ ଏ କଦଳୀ, ଅପସନ୍ ବି ଆମ୍ବ, ଅପସନ୍ ସି ସପୁରୀ, ଅପସନ୍ ଡି ହେଉଛି କମଳା। ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଏହାର ଉତ୍ତରଟି ହେଉଛି ଅପସନ୍ ଡି କମଳା। ଆଜିର ଚତୁର୍ଥ ପ୍ରଶ୍ନଟି ହେଉଛି ବିଶ୍ୱର କେଉଁ ଦେଶରେ ସର୍ବପ୍ରଥମେ ଇଲେକ୍ଟ୍ରିକ୍ ସଡ଼କ ତିଆରି କରାଯାଇଥିଲା? ଅପସନ୍ ଏ ଆମେରିକା, ଅପସନ୍ ବି ସ୍ୱିଡେନ୍, ଅପସନ୍ ସି ବ୍ରାଜିଲ, ଅପସନ୍ ଡି ଇଂଲଣ୍ଡ। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସ୍ୱିଡେନ୍। ଆଜିର ପଞ୍ଚମ ପ୍ରଶ୍ନଟି ହେଉଛି ବିଶ୍ୱର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର କେଉଁଠାରେ ଅଛି? ଅପସନ୍ ଏ କମ୍ବୋଡିଆ, ଅପସନ୍ ବି ଆମେରିକା, ଅପସନ୍ ସି ଇଂଲଣ୍ଡ, ଅପସନ୍ ଡି ନେପାଳ। ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଚାଲନ୍ତୁ ଦେଖିନେବାର ଉତ୍ତରଟି। ଏହାର ଉତ୍ତରଟି ହେଉଛି ଅପସନ୍ ଏ କମ୍ବୋଡିଆ। ଆଜିର ଷଷ୍ଠ ପ୍ରଶ୍ନଟି ହେଉଛି ଭାରତର ସବୁଠାରୁ ଚଉଡ଼ା ନଦୀ କେଉଁଟି? ଅପସନ୍ ଏ ଯମୁନା, ଅପସନ୍ ବି ଗଙ୍ଗା, ଅପସନ୍ ସି ବ୍ରହ୍ମପୁତ୍ର, ଅପସନ୍ ଡି ସିନ୍ଧୁ। ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଏହାର ଉତ୍ତରଟି ହେଉଛି ଅପସନ୍ ସି ବ୍ରହ୍ମପୁତ୍ର। ଆଜିର ସପ୍ତମ ପ୍ରଶ୍ନଟି ହେଉଛି ଭାରତର ରାଷ୍ଟ୍ରୀୟ ଭୋଜନ କ'ଣ? ଅପସନ୍ ଏ ଭାତ, ଅପସନ୍ ବି ପନିର, ଅପସନ୍ ସି ଖେଚୁଡ଼ି, ଅପସନ୍ ଡି ରୁଟି। ଆପଣଙ୍କର 5 ସେକେଣ୍ଡର ସମୟ ସମାପ୍ତ ହୋଇଯାଇଛି। ଚାଲନ୍ତୁ ଦେଖିନେବା ଏହାର ଉତ୍ତରଟି। ଏହାର ଉତ୍ତରଟି ହେଉଛି ଅପସନ୍ ସି ଖେଚୁଡ଼ି। ଆଜିର ଅଷ୍ଟମ ପ୍ରଶ୍ନଟି ହେଉଛି ମାଛ ତେଲରେ କେଉଁ ଭିଟାମିନ୍ ଥାଏ? ଅପସନ୍ ଏ ଭିଟାମିନ୍ ଏ, ଅପସନ୍ ବି ଭିଟାମିନ୍ ଡି, ଅପସନ୍ ସି ଭିଟାମିନ୍ ସି, ଅପସନ୍ ଡି ଭିଟାମିନ୍ କେ। ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଏହାର ଉତ୍ତରଟି ହେଉଛି ଅପସନ୍ ସି ଭିଟାମିନ୍ ସି। ଆଜିର ଶେଷ ପ୍ରଶ୍ନଟି ହେଉଛି ଖାଲି ପେଟରେ ଚା ପିଇଲେ କେଉଁ ରୋଗ ହୋଇଥାଏ? ଅପସନ୍ ଏ ଏସିଡ଼ିଟି, ଅପସନ୍ ବି ଡାଇବେଟିସ୍, ଅପସନ୍ ସି ଯକ୍ଷ୍ମା, ଅପସନ୍ ଡି ବ୍ଲଡ଼ ପ୍ରେସର। ଆପଣଙ୍କର ସମୟ ସମାପ୍ତ ହୋଇଯାଇଛି। ଏହାର ଉତ୍ତରଟି ହେଉଛି ଅପସନ୍ ଏ ଏସିଡ଼ିଟି।